ତାମିଲନାଡୁ ଅଭିନେତା ଡାନିଏଲ ବାଲାଜୀଙ୍କର ପରଲୋକ ହୋଇଛି। ହୃଦ୍ଘାତରେ ଗତକାଲି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଡାନିଏଲଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ 48 ବର୍ଷ ଡାନିଏଲଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ଆଜି ତାଙ୍କ ଶେଷ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ଆସି ପହଞ୍ଚିଛନ୍ତି। ତାମିଲନାଡୁର ବିଭିନ୍ନ ଅଞ୍ଚଳରୁ ଫ୍ୟାନ୍ ପ୍ରଶଂସକ ଡାନିଏଲଙ୍କ ଶେଷ ଥର ପାଇଁ ବିଦାୟ ଜଣାଇବା ପାଇଁ ପହଞ୍ଚିଛନ୍ତି। ଡାନିଏଲ ଦମଦାର ଅଭିନୟ ତାଙ୍କୁ ଦକ୍ଷିଣ ଭାରତରେ ବେଶ୍ ପପୁଲାର କରିଥିଲା। ଭିଲିଆନ ଭାବେ ଏକାଧିକ ଫିଲ୍ମରେ ଚମତ୍କାର ଅଭିନୟ କରିଛନ୍ତି ସେ। ବିଶେଷ ଭାବେ ବିଗଲ, ଭୈରବ, ମାୟାବନରେ ତାଙ୍କର ନେଗେଟିଭ ଚରିତ୍ର ସବୁଦିନ ପାଇଁ ମନେ ରହିବ। କମଲ ହାସନଙ୍କ ଅସମାପ୍ତ ଡ୍ରିମ୍ ପ୍ରୋଜେକ୍ଟ ମରୁଧନାୟଗମରେ ଜଣେ ୟୁନିଟ୍ ପ୍ରଡକ୍ସନ ମ୍ୟାନେଜରରୁ କ୍ୟାରିୟର ଆରମ୍ଭ କରିଥିଲେ ଡାନିଏଲ। ପରବର୍ତ୍ତୀ ସମୟରେ 2000 ମସିହାରେ ତାମିଲର ଏକ ହିଟ୍ ଟେଲିଭିଜନ ଧାରାବାହିକ ସିଦ୍ଧିରେ ଅଭିନୟ କରିଥିଲେ। ଏଥିରେ ସେ ଡାନିଏଲ ଚରିତ୍ରରେ ଅଭିନୟ କରିଥିଲେ ଆଉ ତାପରେ ସେ ଡାନିଏଲ ବାଲାଜୀ ଭାବେ ପରିଚିତ ହୋଇଯାଇଥିଲେ। ତେବେ ତାଙ୍କ ବିୟୋଗରେ ସାରା ଭାରତର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଡାନିଏଲଙ୍କର କେଉଁ ଫିଲ୍ମ ଦେଖିଛନ୍ତି ଆମକୁ କମେଣ୍ଟ ସେକ୍ସନ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ ଏବଂ ଏହିଭଳି ସବୁ ଅପଡେଟ୍ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।